ସଫଳତା ମିଳିବ। ତେଣୁ ସମୟର ସଦୁପଯୋଗ, ଯେତେବେଳେ ଯୋଉ କାମ, ସଞ୍ଜେ ସକାଳେ ଧ୍ୟାନ, ପ୍ରାର୍ଥନା, ଈଶ୍ୱର ଉପାସନା। ଆଉ ସକାଳ ପାଇଛି ହେତେବେଳକୁ ଗାଈ ଗୁହାଳ ପୋଛିବ କି? ଯୋଉ ସମୟରେ ଯୋଉ କାମ ନା। ଈଶ୍ୱର ଉପାସନା କରିବା ଭାରତୀୟ ସଂସ୍କୃତିର ପ୍ରତ୍ୟେକ ଜୀବର କର୍ମ। ବୁଝିପାରିଲ? ତେବେ ଜୀବାତ୍ମାର ସକାଳ ବେଳର ଚାଷ କାମ କୋଉଟା? ଧ୍ୟାନ ପ୍ରାର୍ଥନା। ଏଟା ଭକ୍ତର ଚାଷ। ତେବେ ସକାଳ ବେଳାର ଚାଷ ଫଳ କେତେବେଳେ ଦବ? ଦିନ ସାରା ଫଳ ଭୋଗ କରିବ। ସକାଳେ ଯଦି ଧ୍ୟାନ ପ୍ରାର୍ଥନା କରିଛ ମନ ସ୍ଥିର ହେଇଯିବ। ତେବେ ଦିନ ସାରା ତୁମେ ଆଉ ଅଶାନ୍ତ ରହିବ ନାହିଁ। ତେଣୁ 11 ନମ୍ବର ଚରମର କଲ୍ୟାଣ ଦେବୀ ତୋତେରେ ଠାକୁରେ ମୋର କହିଲେ ସବୁ ସମୟରେ ତୋ ପିତାଙ୍କର ଲୀଳା ସୂତ୍ରଟି ମାନସ ପଟରେ ସତେଜ ରଖିଥିବୁ, ତାହେଲେ ଏସବୁ ବିଭ୍ରାନ୍ତିକର ଚିନ୍ତାଧାରା ତୋତେ ଆଦୌ ସ୍ପର୍ଶ କରିବ ନା। ଦିନ ଯାକ ଯୋଉ କର୍ମ କରିବା ଆମକୁ ଟେନସନ ଆଉ ଲାଗିବ ନାହିଁ, ମନ ବିଭ୍ରାନ୍ତ ହବ ନାହିଁ। ଯଦି ସକାଳେ ତୁମେ ଭକ୍ତିର ଚାଷଟା କରିଦେଇଛ, ପ୍ରାର୍ଥନା କରିଦେଇଛ, ତା ଫଳଟା ଦିନ ସାରା ତୁମେ ଭୋଗ କରିବ। ବୁଝିପାରୁଛନ୍ତି ନା କଥା? ତେବେ ସବୁ ସମୟରେ ସୂତ୍ରଟି ଧରିବ ମାନସ ପଟରେ। ଠାକୁରେ କହିଲେ ତେବେ ସେ ସୂତ୍ରଟି କଣ? ସୂତ୍ର ଘୋଷିବାର ବେଳ କୋଉଟା? ଆଚ୍ଛା, ଗଣିତ ଯଦି ସୂତ୍ର ଘୋଷିନ, ଗଣିତ କଷିବାର ବେଳ ଆସିଲେ ଗଣିତଟାକୁ କଷି ପାରିବ କି? କଣ ତମର ମାସିକିଆ ଖର୍ଚ୍ଚ ତାଲିକା ଦେଖିବା? ଗ୍ୟାସ୍, ଘର ସଉଦା, ଗାଡି ତେଲ, ଫ୍ରିଜ,